ମୁଁ ଶିକ୍ଷକ ଏହି ଭାବ ମଣିଷକୁ ଶିଖିବାକୁ ଦିଏ ନାହିଁ। ମୁଁ କେହି ବି ନୁହେଁ, କିଛି ବି ନୁହେଁ, ଏହି ଭାବ ମଣିଷକୁ ଅହଙ୍କାରୀ କରିଦିଏ। ଅହଙ୍କାର ଯେତେ ପତଳା, ଜ୍ଞାନ ସେତେ ଉଜ୍ଜ୍ୱଳ ହୁଏ। ଅହଂକୁ ଶକ୍ତ କରିବା ମାନେ ହିଁ ଅନ୍ୟକୁ ନ ଜାଣିବା। ଅହଂ ଯେତେ ମିଳେଇଯାଏ ସେତେବେଳେ ମଣିଷ ସର୍ବଗୁଣ ସମ୍ପନ୍ନ ନିର୍ଗୁଣ ହୁଏ। ଯେପରିକି ଢେଉ ବିହୀନ ପ୍ରଶାନ୍ତ ମହାସାଗର। ମଣିଷ ଯେତେବେଳେ ଭାବେ ସଂସାରରେ ଶରୀର ଦ୍ୱାରା କର୍ମ କର୍ତ୍ତବ୍ୟ କରୁଛି, ମୁଁ କର୍ତ୍ତା ନୁହେଁ, କର୍ମଫଳର ସଂସ୍କାର ତାକୁ ବାନ୍ଧି ପାରେ ନାହିଁ। ଏହା ତାର ସ୍ୱୟଂ ସ୍ଥିତି ଉପରେ ଅବସ୍ଥାନ। ତାକୁ ସ୍ୱର୍ଗ କିମ୍ବା ନରକକୁ ଯିବାକୁ ପଡ଼େନି। ଆତ୍ମା ସଂସ୍କାର ବିହୀନ ହେଲେ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଏ। କାହିଁ ଏ ଅଇଲା କୋଉଠାକୁ ଯିବ, କିଏ ପଥେ ଅଛି ରାହା ଦେଖାଇବ? ଠାକୁର କହନ୍ତି, ଜୀବ ମଧ୍ୟରେ ଯେତେ ପ୍ରକାର ନାମ ଆସିଛି, ନାମ ସୃଷ୍ଟ ସ୍ପନ୍ଦନ ତରଙ୍ଗର ପରିଣୟନ। ନେମ୍ ଏଣ୍ଡ ଲଭ୍ କଙ୍କ୍ୟୁଅର ଦି ୟୁନିଭର୍ସ। ନାମୀଙ୍କ ପ୍ରତି ଅନୁରାଗ ନେଇ ନାମ କରି କରି ଆମର ପ୍ରତ୍ୟେକଟି ସ୍ନାୟୁ ଏବଂ କୋଷ ବିଶ୍ୱ ନାମର କାରଣ ସ୍ତର ସଙ୍ଗେ ଏକତାନତା ଲାଭ କରେ। ସେ ଅନୁଭବ କରିପାରେ ସୂକ୍ଷ୍ମ କିପରି ସ୍ଥୂଳ, ସ୍ଥୂଳ କିପରି ସୂକ୍ଷ୍ମରେ ପରିଣତ ହେଉଛି, ତାହା ତାର ସ୍ପଷ୍ଟ ଦୃଷ୍ଟିଗୋଚରକୁ ଆସେ। ଏହି ବୋଧମାନ ହେଲା ଦର୍ଶନ ଓ ପ୍ରତ୍ୟକ୍ଷ ଅନୁଭୂତି। ଯେଉଁମାନଙ୍କ ଜୀବନରେ ଏହି ସାମଗ୍ରିକ ଚେତନା ଜାଗେ, ସେମାନେ ଋଷିତ୍ୱ ଲାଭ କରନ୍ତି। ଏହାକୁ ଭିତ୍ତି କରି କରି ବିଶ୍ୱ ବ୍ରହ୍ମାଣ୍ଡ ବ୍ୟାଖ୍ୟା କରାଯାଏ।